ଖୋଲନ୍ତୁ ପ୍ରଥମ କରନ୍ଥିୟ ଯଦି ଦେଖିବା ଆଗାମୀ ସମୟରେ ବେଶୀ ବିଷୟ ନାହିଁ ଗୋଟିଏ ବିଷୟ ହେବା ପାଇଁ ଯାଉଛି। ପ୍ରଥମ କରନ୍ଥିୟ ତାର 15 ପର୍ବ ଯଦି ଆମେ ଖୋଲିବା ତାର 15 ପର୍ବ ତାର 52 ପଦ ମୁଁ ପଢୁଛି। ପ୍ରଥମ କରନ୍ଥିୟ 15 ପର୍ବ 52 ପଦ। କିନ୍ତୁ ଏକ ମୁହୂର୍ତ୍ତରେ ଚକ୍ଷୁର ପଲକରେ ଶେଷ ତୁରି ଧ୍ୱନିରେ ଆମେ ମାନେ ସମସ୍ତେ ପରିବର୍ତ୍ତିତ ହେବା। ତୁରି ବାଜିବ ଆଉ ମୃତମାନେ ଅକ୍ଷୟ ଉତ୍ଥିତ ହେବେ ପୁଣି ଆମେ ମାନେ ପରିବର୍ତ୍ତିତ ହେବା। ଏବେ ଆଉ କିଛି ନାହିଁ। ଏବେ ସ୍ୱର୍ଗାରୋହଣ ପାଳନ କଲୁ କି ନାହିଁ? ସ୍ୱର୍ଗାରୋହଣ ପରେ ଆହୁରି କ'ଣ? ଆହୁରି କିଛି ନାହିଁ। ଯେମିତି ଯାଇଛନ୍ତି ସେମିତି ଆସିବେ। ଲୋକମାନେ ଠିଆ ହେଇ ପ୍ରଭୁ ଯୀଶୁ ସ୍ୱର୍ଗକୁ ଯିବାଟା ଦେଖିଲା ବେଳକୁ ଦୂତମାନେ ଗୋଟେ କଥା କହୁଛନ୍ତି, ତୁମେ ମାନେ ତାଙ୍କୁ ଯେଭଳି ଭାବରେ ଯିବାର ଦେଖିଅଛ ସେ ସେଇପରି ସେ କ'ଣ କରିବେ? ପୁନରାଗମନ କରିବେ। ତ ଆଗାମୀ ସମୟରେ ମନେ ରଖିଥାନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ହେବା ପାଇଁ ଯାଉଛି। କିନ୍ତୁ ସେ ପୃଥିବୀକୁ ଆସୁନାହାନ୍ତି। ସେ କୋଉଠି ଆସୁଛନ୍ତି? ମେଘମାଳାରେ ଆସୁଛନ୍ତି। ଆଉ ଆପଣଙ୍କୁ ମତେ ମେଘମାଳା ପର୍ଯ୍ୟନ୍ତ ଯିବାର ଅଛି। ଆଉ ସେମିତି ଜୀବନ ଆମେ କାଟବାର ଅଛି। ଯଦି ତୁରି ବାଜି ଗଲା ପରେ ଯଦି କିଛି କରିପାରିବା ନାହିଁ ଭୟଙ୍କର। ତୁରି ବାଜିଲା ପରେ କିଛି କରିହେବ ନାହିଁ। ଏବେ ଯାହା କରିହେବେ ମୁଁ ବି ପ୍ରଚାର କରୁଛି ଯଦି ମୋର ଜୀବନକୁ ମୁଁ ଠିକ କରିବି ନାହିଁ ବୋଲି କହିଲେ ଏ ତୁରି ବାଜିଲେ ମୁଁ ବି ଯାଇପାରିବି ନାହିଁ। ମତେ ଦୟା କରି ନେବେ ନାହିଁ। ଦିନ ରାତି ଭୁକେ ସେ ପ୍ରଚାର କରି ବୁଲୁଛି ବୋଲି ତମେ ଦୟାରେ ନେବେ ନାହିଁ। ଏଠି କ'ଣ ଲେଖା ହେଇଛି? ଏଣୁ ନିର୍ବୋଧ ନ ହୋଇ ପ୍ରଭୁଙ୍କର ଇଚ୍ଛା କ'ଣ ତାହା ବୁଝ। ଯଦି ପ୍ରଭୁଙ୍କ ରାଜ୍ୟକୁ ଯିବାର ଅଛି ତାଙ୍କର ଇଚ୍ଛା ଅନୁସାରେ ଜୀବନ କାଟିବାର ଅଛି। ଇଚ୍ଛା ଅନୁସାରେ ମୋର ତ ଖୋଲନ୍ତୁ ଦେଖନ୍ତୁ ମାଥ୍ୟୁ ତାର 7 ପର୍ବ 21, 22, 23 କ'ଣ ଲେଖାଯାଉଛି? ମତେ ପ୍ରଭୁ ପ୍ରଭୁ ବୋଲି କହନ୍ତି ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ ସେ ପ୍ରବେଶ କରିବ। କିଏ ଯିବ ସ୍ୱର୍ଗରେ? ଯେ ପିତାଙ୍କର ଇଚ୍ଛା। ନିର୍ବୋଧ ହୁଅ ନାହିଁ। ପ୍ରଭୁଙ୍କର ଇଚ୍ଛା କ'ଣ ଜାଣ? କାରଣ ପ୍ରଭୁଙ୍କର ଇଚ୍ଛା ଅନୁସାରେ ଜୀବନ କାଟିଲେ ଏକା ଯାଇ ହେବ। ଏବେ କ'ଣ କହୁଛୁ? ମୋର ଇଚ୍ଛା। କ'ଣ କହୁଛୁ କଥା କହିଲେ? କାହିଁକି ପିଇଲୁ? ମୋର ଇଚ୍ଛା। ପ୍ରାର୍ଥନା କାହିଁକି ଆସିନୁ? ମୋର ଇଚ୍ଛା। ସେ ପିଲାର ବାଇକରେ କାହିଁକି ବୁଲୁଛୁ? ମୋର ଇଚ୍ଛା। ପୁଡ଼ିଆ କାହିଁକି ଖାଉଛୁ? ମୋର ଇଚ୍ଛା। ଏ ଯେତିକି ମୋର ଇଚ୍ଛା ମାନେ ସ୍ୱର୍ଗକୁ ଯିବେ ନାହିଁ। ପ୍ରଭୁ ତମର ଇଚ୍ଛା କ'ଣ? ତା ତଳେ ତ ଲେଖା ହେଇଛି ସେଦିନ ଅନେକ ମତେ କହିବେ ହେ ପ୍ରଭୁ ଆମେ ମାନେ କି ତୁମ ନାମରେ ଭାବବାଣୀ କହିଲୁ ନାହିଁ। ଆଜିକାଲି ଭାବବାଣୀ ପ୍ରାର୍ଥନା ବୋଲତେ ବେଶୀ ଭାବବାଣୀ ବୋଲେ ବେଶୀ। ଥରେ ଜଣେ ମା ପଳାଇଛନ୍ତି। ତାଙ୍କର ଘରେ ଅଶାନ୍ତି, ଋଣ ଭର୍ତ୍ତି, ସ୍ୱାମୀ ସ୍ତ୍ରୀ ମାଡଗୋଳ। ଏ ସ୍ୱାମୀ ଦିନ ରାତି ବାୟା ବାୟା ହେଇ ବୁଲୁଛି। ଡାବୁ କୁଟରୁ ଆଣିବି ବୋଲି କରି ଏ ସ୍ତ୍ରୀ ତାକୁ ସନ୍ଦେହ କରୁଛି। ଘରେ ତ ଜଣେ କମାଇବା ଲୋକ 4 ଲୋକ ବସି ଖାଇବାଟା ଏ ସ୍ୱାମୀ ଦିନ ରାତି ବାୟା ବି କଲି ବୁଲୁଛି। ଆଗ ଭଳିଆ ସ୍ତ୍ରୀ ସାଙ୍ଗ ବସି କଥା ହଉ ନାହିଁ, ହସୁ ନାହିଁ, ବାୟା ବାୟା ହେଇ ବୁଲୁଛି। ଏ ସ୍ତ୍ରୀ ତାକୁ ସନ୍ଦେହ କରୁଛି। ସେତିକି ବେଲେ ଗୋଟେ ଭାବବାଣୀ ପ୍ରାର୍ଥନା ପାଖ ପଳେଇଛି। ଯାଇକରି କ'ଣ କହୁଛି? ଦିଦି ଟିକେ ପ୍ରାର୍ଥନା କରି କୁହ ଦିଦି ମୋର ସ୍ୱାମୀ ଆରେ ଆଗର ପରା ମତେ ଭଲ ପାଉନାହାନ୍ତି ଦିଦି। କି ହେଲା ହେଲେ ଦିଦି ବୋଲାରୁ ସେ ଦିଦି ପ୍ରାର୍ଥନା କରିକି ସ୍କୁଲ କହୁଛି ତମର ସ୍ୱାମୀ ଆରି ଗୋଟେ ସ୍ତ୍ରୀ ପତ୍ରରେ ଯାଉଛନ୍ତି। କାହିଁ ଡାବୁ ଲାଗୁଛି ମିଥ କଥା କହିବା? ସେ କହୁଛି ସତ କଥା ଦିଦି ତମେ ସତ କହିଲ ଦିଦି ସତ। କେ ଦିଦି? ତାର ନା କି ନା? ନାଇଁ ପ୍ରଭୁ ନା କହିବାକୁ ମନା କରୁଛନ୍ତି ବୋଲୁଛି। ନା ଯଦି କହିଲା ବୋଲେ ଚୁଟୁର ବାଲ୍ଦିରେ 2 ଲୋକ ମାରବେ ଆକୁ। ଏ ମିଛ କଥା କହି ଡାବୁ ଡୁଣ୍ଡଉଛି। ସେ ବାପଟା ଦିନ ରାତି ଏକ କରି କରି ଘର କେମିତି ଚଲାଇବି, ସ୍କୁଲ ଫିସ୍ କେମିତି ବାନ୍ଧିବି, ଗ୍ୟାସ୍ କେମିତି କରିବି, କ'ଣ କରିବି ବୋଲା ବେଳକୁ ଏ ଟିଭି ବାଇଡ଼ି ଟିଭି ଦେଖି ଦେଖି ମୋର ସ୍ୱାମୀ ମିଶା ଏମିତି ଏକା ହେଇଥିବେ ବୋଲି ହିସାବ ବାଡ଼ କୋଉଠୁ ଶିଖିଲୁ? ଟିଭି ବେଶୀ ଦିନ ରାତି ଦେଖ କିନା ବାଇଡ଼ି ହେବ। ଏବେ କେତେ ମା ମାନେ କ'ଣ କରୁଛି? ଟିଭି ପକାଇ କରି ଟିଭି ଅଛି ବୋଲି ମୁଇଁ ବଞ୍ଚିଛି ଲୋ ନହେଲେ କି ସେଲା ତାକେ। ଆରେ କେତେ ସିରିଏଲ ଦେଖି କ'ଣ କରୁଛନ୍ତି? ସମ୍ମାନ ମୋର ଘର ଟୋରି ପାରା କହିଲା ଚେରି କାହାର ଘର ଟୋରି ଆର ଘର ଟୋରି ପୁଣି କ'ଣ କରିବା? ମଝିରେ ଆଉ ଗୋଟେ ଭାବବାଦୀ ଯାଇଛି। ଗୋଟେ ଝିଅ ପୁରା ମୋଟା ରୋଟା ଧନୀଙ୍କର ଝିଅ ଖାଇ ପିଇ ମୋଟା ହେଇଛି, ପେଟ ପୁଟା ଭାରି ପଡ଼ିଛି। ଏ ଛୁଟି ସମୟରେ ସେ କ'ଣ କରୁଛି? ତାର ମାର ଶାଢ଼ୀ ବ୍ଲାଉଜ ପିନ୍ଧି ସାମ୍ନାରେ ବସିଛି। +2 ପଢୁଛି, ପେଟ ପୁଟା ଭାରି ଯାଇଛି। ତାକେ ଦେଖି ଭାବବାଦୀ କ'ଣ କହୁଛନ୍ତି? ଭଉଣୀ ମତେ ଜଣାଉଛନ୍ତି ପ୍ରଭୁ ତୁମର ପେଟରେ ପୁଅ ଆକା ଗୋଟେ ଅଛି ବୋଲି।
କଣ କରୁ ଭଉଣୀ ପ୍ରଭୁ ମତେ ଜଣାଉଛନ୍ତି ତୁମର ଗର୍ଭରେ ଗୋଟେ ସେ ଟୋକେ ଫ୍ୟାମିଲି ଗଲା ଓକେ କୋଉଠି ପିଲା ମୁଁ ତ ବିବାହ ନାହିଁ ତା ମାନେ ଏମିତି ଲୋକମାନଙ୍କୁ ଝୋକି ଖାଇବାକୁ ଲୋକ। ପ୍ରିୟ ଭାଇ ଭଉଣୀ ମାନେ ଆପଣ ଦେଖିବେ ଗୋଟିଏ ଶିକ୍ଷିତ ଖ୍ରୀଷ୍ଟିଆନ ଘରେ ପ୍ରାର୍ଥନା ତେଲ ନଥିବ। ଯଦି ଜଣେ ଲୋକ ବାସ୍ତବରେ ଶିକ୍ଷିତ ଖ୍ରୀଷ୍ଟିଆନ ବାଇବଲ ଶିକ୍ଷିତ ଖ୍ରୀଷ୍ଟିଆନ ବାଇବଲ କଣ ଜାଣିଛି ତାର ଘରେ ପ୍ରାର୍ଥନା ତେଲ ନଥିବ। କାହାର ଘରେ ଥିବ ଯାକେ ବାକ୍ୟ ଜାନା ନାହିଁ ସେ ଚିକନ ଲିପି ହିଁ ଭଲ ପଡିବି ବୋଲବା ଲୋକଟେ ଥିବ। ଆମେ ଭୋକ ହେଲେ ବିକବା ଲୋକର ଅସୁବିଧା କଣ? ଥରେ ଜଣେ ଭଉଣୀ ତାର ଘରେ ଅଶାନ୍ତି ଦୁଃଖ ଚାଲିଛି ସମସ୍ୟା ଚାଲିଛି ସ୍ୱାମୀ ମଦ ପିଇ ଆସୁଛି ଘରେ କିଲକିଲ କରୁଛି ଏ ଯାଇ ପଡୁଛି ଦିଦି ସାର୍ ମ୍ୟାଡମ আমার ঘরে বেশি অসুবিধা পানি আনো প্রার্থনা করদেবি পানি গোট নেলা সে প্রার্থনা করলা কଣ করবি এটাকু তোমার স্বামী মদ পি শোইথিবে যেতবেলে এ প্রার্থনা পানি তাকে ছিটি দেব এ মদ পি ঢুলিছি এ ভৌণী সাদা সিধা ভৌণী এ প্রার্থনা পানি নেই ছিটি দেলা উঠি করে দুই চাপড়া রট রট বাজাইলা সে তো বায়া কুকুর মদ পি ঢুলিছি তাকে পানি ছিটলে হব। মোর প্রিয় ভাই ভৌণী মানে আরে কেতে বায়া বাড়ি হবু তা মানে মন রক্ষি থাকতু লোক মানে চর্চরে প্রার্থনা আসুনাহান্তি গাড়ি ভাড়া করি ବୋଲେରୋ ভাড়া করি পাটনা যাଉଛନ୍ତି କଣ କହିବୁ এটা ଅଜ୍ଞାନତାର ଚରମ ସୀମାରେ ବାସ କରୁଛୁ। ପ୍ରଭୁ ଆସୁଛନ୍ତି ଆମେ ଭେମରି ହେଇ ବୁଲୁଛୁ ଯେ ପ୍ରଭୁଙ୍କର ଇଚ୍ଛା ସାଧନ କରିବ ସେ ଏକା ଯିବ ସେ ପ୍ରଚାରକ ହଉ କି ପାଳକ ହଉ ଲେଖାଯାଉଛି କଣ କହିବେ ଆମେ କି ତୁମ ନାମରେ ଭାବବାଣୀ କହିଲୁ ନାହିଁ ଭୂତ ଛଡାଇଲୁ ନାହିଁ ନାନା ଶକ୍ତିର କାର୍ଯ୍ୟ କଲୁ ନାହିଁ ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି ମୁଁ ତୁମମାନଙ୍କୁ କେବେ ହେ ଜାଣି ନାହିଁ ଏ ଅଧର୍ମାଚାରୀ ମାନଙ୍କ ସମ୍ମୁଖରୁ। ଅଧର୍ମ ଜୀବନ ଚାଲିଛି ପାପ ଚାଲିଛି ଭୁଲ କାମ ଚାଲିଛି। ମୋର ପ୍ରିୟ ଭାଇ ଭଉଣୀ ମାନେ ଆଜିକାଲି ଆପଣ ଦେଖିବେ ଚାରିଆଡେ ପ୍ରେୟର ଟାୱାର ପ୍ରେୟର ଟାୱାର ବୋଲେ କଣ ଗୋଟେ ଥିଲା BSNL ଟାୱାର ଏୟାରଟେଲ ଟାୱାର ଭୋଡାଫୋନ ଟାୱାର ଜିଓ ଟାୱାର ବୋଲେ ସେ ଟାୱାର ତଲେ ଗଲେ ନେଟୱାର୍କ ଧରବ ବୋଲବାଟା ଏବେ କି ଟାୱାର ପ୍ରେୟର ଟାୱାର ବୋଲେ ଇତିହା ଇଲାକା ପ୍ରଭୁ ପ୍ରାର୍ଥନା ଶୁଣିବେ ବୋଲବାଟା ସେଟା ଆଜି କୋଉଠି ଶୁଣିବେ ନାହିଁ ବୋଲବାଟା ଏବେ ଲୋକ ଦୁର୍ଲାଦେରି ଯାଉଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ ପ୍ରେୟର ଟାୱାର ନାହିଁ ଯୋଉଠି ଦୁଇ କିମ୍ବା ତିନି ଜଣ ମୋ ନାମରେ ଏକତ୍ରିତ ହେବେ ସେଇଠି ମୁଇଁ ସେଟା ଟାୱାର ସିତି ପ୍ରଭୁ ଆଇବେ ପ୍ରଭୁ କହୁନାହାନ୍ତି ସିତି ଏକା ଯିବି ବୋଲିକରି। ଏବେ ବ୍ୟବସାୟ ବାଣିଜ୍ୟ କେନ୍ଦ୍ର ଚାଲିଛି ଆମେ ସବୁ ବାୟବିକ ନେଇକରି ଆପଣ ମାନେ ଘର ସଜାଡିବାର ଅଛି ନିଜେ ଆଣ୍ଠୁରେ ଆସନ୍ତୁ ନିଜେ କ୍ରନ୍ଦନ କରନ୍ତୁ। ରାତି 2ଟାରେ ଟିଭି ପାଖାଇ ଦେଖିଲେ ହେବ କି ମୁଣ୍ଡ ଯାକ ଋଣ ଅଛି ସମସ୍ୟା ଅଛି ପିଲା ଅବାଟରେ ଯାଉଛି ଝିଅ ଆପଣ ମାନେ ନିଜେ ମା ମାନେ ସମସ୍ତଙ୍କୁ କହିବା ପାଇଁ ଚାହେଁ ପୁଅ ଝିଅ ବାହାରେ ଯାଇଛନ୍ତି ସ୍ୱାମୀ ବାହାରେ କାମ ଯାଇଛନ୍ତି କବାଟ ଢାପ ମନ ସାଥ ଯାଇତେ କାନ୍ଦି କାନ୍ଦି ପ୍ରାର୍ଥନା କର ପ୍ରଭୁ ତମ ସମସ୍ୟାର ସମାଧାନ କରିବେ। ଲୋକର ପାଖରେ ପାলাই ବୁଲିଲେ ହେବ ନାହିଁ ସମସ୍ୟା ସେଟା ଆପଣ ଦେଖନ୍ତୁ କଣ କରୁଛନ୍ତି ମୁଁ ଦିଲ୍ଲୀ ପ୍ରେୟର ଟାୱାର ଯାଇଥିଲି ହାଇଦ୍ରାବାଦ ପ୍ରେୟର ଟାୱାର ଯାଇଥିଲି ମୁଁ ଯାଇଥିଲି ଲୋ ସିଟ୍ ପ୍ରେୟର ଟାୱାର ଯାଇଥିଲି ବୋଲେ ସୀତାକା ନେଟୱାର୍କ ଧରବ ଆଜି କୋଉଠି ଧରବ ନାହିଁ କଣ ମୁଁ ଆପଣମାନଙ୍କୁ କାହିଁକି କହୁଛି ମନେ ରଖିଥାନ୍ତୁ ଏଇଟା ସୁଯୋଗ ଆପଣ ବସିକରି ଆପଣଙ୍କ ଜୀବନ କାହିଁକି ଆଗାମୀ ସମୟ ଆସୁଛି ଭୟଙ୍କର ସମୟ ଅଜ୍ଞାନତାର ଜୀବନ କାଟି ପାରିବା ନାହିଁ ତୁରି ବାଜିଲା ପରେ କିଛି କରିହେବ ନାହିଁ କିଛି କରିହେବ ନାହିଁ ନା ଆପଣ କରିପାରିବେ ନା ମୁଁ କରିପାରିବି। ଆଜି ଯଦି ମୁଁ ଆପଣଙ୍କୁ ବୋକା ଭାବୁଛି ସେଦିନ ମୁଇଁ ବୋକା ହେଇଯାଇଥିବି। ଏବେ ମୁଁ ସେବା କାର୍ଯ୍ୟ କରି ଭାବବାଣୀ କହି ସୁସ୍ଥ କରି ଭୂତ ଛଡାଇ ଯଦି ଆପଣଙ୍କୁ ଭୋକ ବନାଉଛି ତୁମ ଜୀବନକୁ ସଜାଡୁ ନାହିଁ ଅଧର୍ମାଚାରୀ ମାନେ ଦୂର ହୁଅ। ଏବେ କଣ କରୁଛୁ ମୋର ଇଚ୍ଛା କଥା କହିଲେ ମୋର ଇଚ୍ଛା ହେଲୋ ରାତିଟା କାହିଁ କହ ମୋର ଇଚ୍ଛା। ଏବେ ଯଦି ମା ପଚାରବ ହେଲୋ କାହାକୁ କଥା ହଉଛୁ ମୋର ଇଚ୍ଛା ମୁଇଁ କାହାକୁ କଥା ହେବି ତୁଇ ମା ହେଇଛୁ ମା ପରା ଥା ପିଲାମାନଙ୍କୁ କହିହେବ ନାହିଁ କାପୁ ମୁଣ୍ଡା ମାନଙ୍କୁ କହିହେବ କି କହିହେବନି ଏଟା ମାନଙ୍କୁ ଭୂତ ମୁଣ୍ଡା ମାନେ ଏଟା କଣ କରୁଛନ୍ତି ଭଲ ଜିନ୍ ପ୍ୟାଣ୍ଟ ଘେନୁଛନ୍ତି ଘରେ ଗୋଟେ ବ୍ଲେଡରେ କାଟୁଛନ୍ତି ଲୁଗାପଟା କିଏ ଚିରିବ ବାୟାଟା ଫାଟା ଚୁଡ଼ା ଲୁଗାପଟା କିଏ ପିନ୍ଧିବ ଶିକ୍ଷିତ ଲୋକ ପିନ୍ଧିବ ନାହିଁ। ଆଗେ ଗରିବ ଥିଲୁ ସବୁ ଘର ସୁଞ୍ଚି ସୁତା ଥିଲା ସିଲେଇ କରି ଭଲଟା ପିନ୍ଧୁଥିଲୁ ଏବେ କଣ ଭଲ ଜିନ୍ ପ୍ୟାଣ୍ଟ ଘେନି ଚିରୁଛୁ। ପ୍ରିୟ ଭାଇ ଭଉଣୀ ମାନେ ଏବେ ସମୟ ଆସିଛି ବସି ବିବେଚନା କରିବା ପାଇଁ କାନ୍ଦି ପାରିବା ପ୍ରଭୁଙ୍କ ପାଖରେ ଆମର ପୁଅ ଝିଅ ପାଇଁ ଗୋଟେ ସୁଯୋଗ ଅଛି ଆଗକୁ ସୁଯୋଗ ତୁରି ବାଜିଲା ପରେ କିଛି କରିହେବନି ତେଣୁ ଛଡା ଯିବେ ପ୍ରିୟ ମାନେ ଅବସ୍ଥା ଅତି ଶୋଚନୀୟ ଅଟେ।
ଦାନିଏଲ 12 ପର୍ବ 1 ପଦରେ ଲେଖା ଯାଉଛି ଯୋଉ ପ୍ରକାର ସଂକଟ କାଳ କେବେ ହୋଇନାହିଁ ସେମିତି ସଂକଟ କାଳ ହେବା ପାଇଁ ଯାଉଛି। ଖାଲି ମଣ୍ଡଳୀ ଯାଉ, ତୁରି ବାଜୁ, ବିଶ୍ୱାସୀ ମାନେ ଏଠୁ ଯାଆନ୍ତୁ ଜଗତରୁ, ପରେ ଜାଣିବ ଜଗତର ପରିଣତି କଣ ହବ। ମୁଁ କହୁଥିଲି ଆପଣମାନଙ୍କୁ ମଣ୍ଡଳୀ ଅଛି ବୋଲି ଶୈତାନ କିଛି କରିପାରୁନି। ମଣ୍ଡଳୀ ଯୋଉଦିନ ଯିବ ପୁରା ଜଗତକୁ ଶୈତାନ ତାର ଅଧୀନତାରେ ନେଇଯିବ। তার বিনা অনুমতিরে কিছু পাইবে না। আপনার করেন্ট হোক কি পানি হোক কি খাদ্য হোক কি যেটা হোক, সে অনুমতি কেতবে দেব চিহ্ন গ্রহণ কলা পরে একা কেমতি করবে, কেমতি করবে মোর প্রিয় ভাই বোন মানে কেমতি করিবা। মোর গোটে একাউন্ট ଥିଲା, সে একাউন্টে কেতে পয়সা ଥିଲା, ডাবু কাছ ଥିଲେ তো পকাইবি সে একাউন্টরে। একাউন্ট পকাও নাই, কাড়ু নাই, কিছু নাই, সে একাউন্ট ଅଛି। পরের দিনে কাটবা গলা বেলକୁ সে একাউন্ট বন্ধ হয়ে যাইছি, চালু নাই সেটা। পরে মতে কলে নাই যাই করে তুমি আপডেট করবা ଅଛି, ଯିବି କଟକ ଯିବି আপডেট করবা ପାଇଁ। ମୁଇଁ ଗଲି ପାଲା ଖେମରେ আপডেট କରିଦିଅନ୍ତୁ। ନାଇଁ ଯୋଉଠି ଏକାଉଣ୍ଟ ଅଛି ଆପଣ ସେଠି ଯିବା ପାଇଁ ପଡିବ। ଯୋଉଠି ନାହିଁ ମୋର ଡାବୁ ଅଛି ଷ୍ଟେଟ ବ୍ୟାଙ୍କରେ ଆସିଛି ସେଟା କର, ଏଠୁ ଫୋନ କରି କର, ତମେ ଅନଲାଇନ କାମ ତ କର। ନାଇଁ ତମର ଆଧାର କାର୍ଡ ଲୋଡା, ଏଟା ଲୋଡା, ଯୋଉଟା ଲୋଡା ଦେବି ମାତ୍ର ଆগে ଏଠି କର। ମାନେ ମୋର ପଇସା ମୁଇଁ ଉଠାଇ ପାରୁନାହିଁ আপডেট ନହେଲେ ବୋଲେ ଭାବି ଦେଖନ୍ତୁ ଆଗକୁ କେମିତି ହେବ। ଚିହ୍ନ ଗ୍ରହଣ ନ କଲେ କିଛି ମିଳିବ ନାହିଁ। আমার ଲୋକମାନଙ୍କୁ ଖେଚଡ଼ ଧରିଛି, ଇଚ୍ଛା ହେଲେ ପ୍ରାର୍ଥନା ହେବେ, ଇଚ୍ଛା ନହେଲେ ନାହିଁ। ଇଚ୍ଛା ହେଲେ ବାଇବେଲ ପଢିବେ, ଇଚ୍ଛା ନହେଲେ ଆଜି ମତେ ପ୍ରାର୍ଥନା ଯିବାକୁ ଇଚ୍ଛା ନାହିଁ। ତମର ଇଚ୍ଛାରେ ସବୁ ନିର୍ଭର କରୁଛି। ପ୍ରିୟ ଭାଇ ଭଉଣୀ ମାନେ ଚାନ୍ଦା ପକାଇବା ପୂର୍ବରୁ 4 ଥର ଦେଖିବୁ, ଏଟା 50 କି 100 କି 20 କି 500 ବୋଲିଲା ଭଳିଆ, ମାତ୍ର ଖର୍ଚ୍ଚ କଲା ବେଳେ ନାହିଁ। ପ୍ରଭୁ ଆମକୁ ଦେଇଛନ୍ତି, ପ୍ରଭୁଙ୍କୁ ଦେବା ପାଇଁ କଷ୍ଟ ଲାଗୁଛି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଗୋଟେ ସମୟ ଅଛି ତୁରି ବାଜିବ, ତୁରି ବାଜିଲା ପରେ କିଛି କରିହେବ ନାହିଁ। ସେ ଯେ ପ୍ରକାର ଯାଇଛନ୍ତି ସେ ପ୍ରକାର ଆସିବେ, ମେଘମାଳାରେ ଆସିବେ। ଆପଣଙ୍କୁ ମେଘମାଳା ଯାଏ ଯିବାର ଅଛି। ଯଦି ମେଘମାଳାକୁ ଯାଇପାରିବୁ ନାହିଁ ଆମକୁ ସେ ମହାକ୍ଲେଶ। ପ୍ରକାଶିତ ବାକ୍ୟ 3 ପର୍ବ ହଉଛି ମଣ୍ଡଳୀ ଯୁଗର ଶେଷ। ପ୍ରକାଶିତ ବାକ୍ୟ 3 ପର୍ବ କଣ ଅଟେ? ମଣ୍ଡଳୀ ଯୁଗର ଶେଷ। ଏ 3 ପର୍ବର ଶେଷ ମଣ୍ଡଳୀ ହଉଛି କଣ? ଲାଉଦିକିଆ ମଣ୍ଡଳୀ। ଲାଉଦିକିଆ ମଣ୍ଡଳୀ ବୋଲେ କଣ? ସେ ମଣ୍ଡଳୀରେ ପ୍ରଭୁ ନାହିଁ। ଯୀଶୁ କୋଉଠି ଅଛନ୍ତି? ଗେଟ୍ ବାହାରେ ଅଛନ୍ତି। ସେ କହୁଛନ୍ତି ବାବୁ ଖୋଲ। କେ ଖୋଲବ? କୋଉ ସେକ୍ରେଟାରୀ ଖୋଲବ, କୋଉ ପ୍ରେସିଡେଣ୍ଟ ଖୋଲବ, କୋଉ ଟ୍ରେଜରର ଖୋଲବ? ଏ ମଧ୍ୟ ତାଙ୍କର ଚଲାଇଛନ୍ତି ନାଟ ସେ ଭିତରେ। ପାଳକଙ୍କୁ ତ ଉଠା ବସା କରୁଛନ୍ତି। ମାନେ ଯଦି ଆମର ମେନ୍ ଲାଇନ୍ ଚର୍ଚ୍ଚ ମୁଖ୍ୟ ଚର୍ଚ୍ଚ ଗୁଡାକ CNI, CSI, ଲୁଥରାନ ମଣ୍ଡଳୀ, ଏଟା ମେନ୍ ଲାଇନ୍ ଚର୍ଚ୍ଚ। ଏ ମଣ୍ଡଳୀରେ ବଡ ଲୋକେ ପାଷ୍ଟର ବୋର୍ଡ ନାହିଁ, କମିଟି ବୋର୍ଡ। ଏବେ କମିଟିର ଦାଦାଗିରି ଚାଲିଛି। ଆଉ ପେଣ୍ଟିକୋଷ୍ଟାଲ ଚର୍ଚ୍ଚରେ କିଏ ବଡ? ପାଷ୍ଟର ବଡ। ସେ କହୁଛି ଚାହିଁଲେ ଆସ, ନହେଲେ ମୋର ଚର୍ଚ୍ଚ ବୋଲୁଛି। ମାନେ ସେଠି ପ୍ରଭୁ ଆକା ନାହିଁ, ପ୍ରଭୁ ନହେଲା ମଣ୍ଡଳୀ। ଯଦି ପ୍ରଭୁ ଆଗେ ଆସିବେ ବୋଲେ ମଣ୍ଡଳୀର କମିଟିକୁ ଆଗେ ଖେଦିବେ। ସବୁ ଦୁନିଆ ବୁରବୁଟି କରୁ ମାନେ କେଟା ଜାଗା দেখবে চাঁদা ডাবু কিনে মদ পি দিয়েছিবে, আর কেটা চাঁদা ডাবু কিনে করে ইন্টারেস্টেবল হচ্ছিবে। থরে ଗୋଟେ ଚର୍ଚ୍ଚରେ ଯାଇଛି, ଚାঁଦା କଲେକ୍ସନ ପରେ 4 ଲୋକ ଠିଆ ହେଇଛନ୍ତି। ମୁଁ କହିଲି ଏମାନେ କଣ ପାଇଁ ଆସିଛନ୍ତି ବୁଝ ବୋଲାର? ନାଇଁ ସାର୍ ପଇସା ନେବାକୁ ଆସିଛନ୍ତି। କି ପଇସା ନେବେ? ନାଇଁ ସେମାନେ କିଛି କିଛି ନେବେ ଆଉ ଇଣ୍ଟରେଷ୍ଟ ଦେବେ। ବାରେ ବା, ଚାନ୍ଦା ডাবুকে ইন্টারেস্ট বুলাইব, মাত্র পাস্টরকে দরমা দেলা বলে নাই, দরমা নাই। আমার পিলা 50,000 পাইলে ବି নিয়ট ଏ ପାଷ୍ଟରকে 20,000 ଟଙ୍କା ଦେଲେ ବେଶୀ ବାଧି ଯାଉଛି ଆମକୁ। ପ୍ରିୟ ଭାଇ ଭଉଣୀ ମାନେ ସବୁ ପଇସା ଗଚ୍ଛିତ କରି ରଖୁଛନ୍ତି। ମଣ୍ଡଳୀରେ ସେମିତି ହେଲା। 200 ବର୍ଷର ମଣ୍ଡଳୀ କେତେ ଟଙ୍କା ଥିବ ଭାବି ଦେଖନ୍ତୁ। ସେ ପଇସା ହେଲା, ଜଣେ ଲୋକ ସେକ୍ରେଟାରୀ ବନାଇଲେ, ସବୁ କାଢି ଖତମ କରିଦେଲା। ହିସାବ ମାଗଲାର କଣ କରୁଛି? ନାଇଁ ଯୋଉ ବାବଦରେ ଥିଲା ସେ ବାବଦରେ ଗଲା। କୋଉ ବାବଦ କଲୁ? କିଛି ତ ମିଟିଂ କରିନୁ, କାନ୍ତି ବନାଇନୁ, ଚର୍ଚ୍ଚ କରିନ, କିଛି ନାହିଁ। ବାବଦ କଣ? ଗଲା ତ ଗଲା। ବେଶୀ ଗଲେ କଣ? ମୋର ପ୍ରଭୁର ପଇସା ମୁଁ ଖାଇଲି, ତମେ କେବଳ ଦବ। କଣ କହିବା ଅଛି? ପ୍ରିୟ ଭାଇ ଭଉଣୀ ମାନେ ଆମ ଲୋକ ମଧ୍ୟ କବର ବିକି ଖାଇବାକୁ ପଚାଉନାହାନ୍ତି। ବାକି କଥା ଛାଡବେ, କବର ଖାନା ବିକି ଦେଇଛନ୍ତି। ମୁଁ ଥରେ ଯାଇଥିଲି, କହିଲେ ଆଜ୍ଞା ଆଜ୍ଞା ସେଟା ବିକି ଦେଇଛନ୍ତି, ଆଜ୍ଞା ସେ ଜାଗା ବିକି ଦେଇଛନ୍ତି। ମୁଁ କହିଲି ସେ ବିକିଲା ଲୋକମାନଙ୍କୁ କବରଖାନାର ଜାଗା ଦେବ ନାହିଁ ବୋଲି। ମରଲେ ବି ଦେ ବୋଲା। ବିକୁ ମନ ଆଗେ ମରି କରି ଆଜାଡ଼ିଛନ୍ତି ସେଠି। ଆମେ ବଞ୍ଚବା ଲୋକ ଜାଗା। ଗୋଟେ ବୁଢୀ ମା କହୁଛି ମରି ଯାଇଥିବାର ପଛେ ଜାଗା ତାକୁ ମିଳିବ ନାହିଁ ବୋଲୁଛି। କେମିତି କି ଅବସ୍ଥା ଭାବି ଦେଖ। ମୋର ପ୍ରିୟ ଭାଇ ଭଉଣୀ ମାନେ ବଞ୍ଚବା ଏବେ
ତୁରି ବାଜିବ ଯିବା ପାଇଁ ପ୍ରସ୍ତୁତ ହେବା ଦରକାର। ଆମେ ଆଗକୁ ଭଲ ସମୟ ନାହିଁ, କାହିଁକି ତୁରି ବାଜିବାର ଅଛି। ମୁଁ କହୁଥିଲି ଆପଣମାନଙ୍କୁ ଯେ ମଣ୍ଡଳୀ ଗଲା ପରେ ହିଁ ଏ ଜଗତରେ ଭଣ୍ଡ ଖ୍ରୀଷ୍ଟ ରାଜତ୍ୱ ଆସିବ। ଏବେ ଆଗାମୀ ସମୟରେ ରେପଚର ହେବା ପାଇଁ ଯାଉଛି। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣଙ୍କୁ 7ଟି ଛୋଟ ଛୋଟ କଥା କହି ଶେଷ କରିବା ପାଇଁ ଚାହେଁ ଯେ କାହିଁକି ରେପଚର ହେବ, କାହିଁକି ପ୍ରଭୁ ମେଘମାଳକ ଆସିବେ। ପ୍ରଥମ ବିଷୟ ହେଉଛି ଯେ ଖ୍ରୀଷ୍ଟାଶ୍ରିତ ସାଧୁ ମାନଙ୍କର ପରିତ୍ରାଣକୁ ସମ୍ପୂର୍ଣ୍ଣ କରିବା ପାଇଁ। ଆମେ ଯୋଉ ପରିତ୍ରାଣ ପାଇଛୁ ଏ ପରିତ୍ରାଣକୁ କମ୍ପ୍ଲିଟ କରିବା ପାଇଁ ଯୀଶୁ ଆସିବେ। ଏଭ୍ରି 9 ପର୍ବ ତାର 27-28 ଯଦି ପଢିବେ ଆପଣ ଜାଣିପାରିବେ ମନୁଷ୍ୟ ମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ ତାପରେ ବିଚାର ନିରୂପିତ ଅଛି। ଯୀଶୁ ଏବେ କାହିଁକି ଆସିଛନ୍ତି? ପୁଣି କୃଷରେ ମରିବା ପାଇଁ ଆସୁନାହାନ୍ତି, କିନ୍ତୁ ଯେଉଁମାନେ ତାଙ୍କ ଅପେକ୍ଷାରେ ଅଛନ୍ତି ସେମାନଙ୍କୁ ପରିତ୍ରାଣ ପାଇଁ ଆସୁଛନ୍ତି। ମାନେ ଜଗତରୁ ଆମେ ପରିତ୍ରାଣ ପାଇ ପଳେଇବୁ, ସେଟା ପାଇଁ ସେ ଆସୁଛନ୍ତି ମେଘମାଳା ପର୍ଯ୍ୟନ୍ତ। ଏବେ ପୃଥିବୀକୁ ଆସିବେ ନାହିଁ, ପୃଥିବୀର ଅବସ୍ଥା ଆହୁରି ଖରାପ ହବ। ମହାକ୍ଲେଶ ଆସୁଛି, ଏ ମହାକ୍ଲେଶ ପୂର୍ବରୁ କଣ ହେବାର ଅଛି? ମଣ୍ଡଳୀ ଯିବା ଦରକାର। ମୁଁ ଆପଣଙ୍କୁ କହୁଥିଲି ପ୍ରକାଶିତ ବାକ୍ୟ 3 ପର୍ବ ତାର 10 ପଦରେ ଆମେ ଦେଖୁଥିଲୁ। 3 ପର୍ବ 10 ପଦରେ କାହିଁକି ଏ ଜଗତ ଉପରେ ଯୋଉ କ୍ଲେଶ ଆସିବ ସେଇଠୁ ମଣ୍ଡଳୀ ରକ୍ଷା ପାଇଯିବ। ମଣ୍ଡଳୀ ସେ ମହାକ୍ଲେଶ ଦେଇଯିବ ନାହିଁ। ପ୍ରଥମ ଥେସଲୋନିକେ 5 ପର୍ବ ଯଦି ଦେଖିବେ ତାର 9 ପଦରେ ଈଶ୍ୱର ଆମମାନଙ୍କୁ କ୍ରୋଧର ପାତ୍ର ହେବା ପାଇଁ ନିରୂପଣ କରିନାହାନ୍ତି, ଖ୍ରୀଷ୍ଟଙ୍କ ଦ୍ୱାରା ପରିତ୍ରାଣ ପାଇବା ପାଇଁ। କଣ ପରିତ୍ରାଣ? ଥେସଲୋନିକେ ମଣ୍ଡଳୀ ତ ପରିତ୍ରାଣ ପାଇଛି, ଆହୁରି କଣ ପରିତ୍ରାଣ? ଏଇଟା ହଉଛି ଶେଷ ପରିତ୍ରାଣ। ସେଇଥିପାଇଁ ଆମେ ଲୁଥରାନ ମଣ୍ଡଳୀରେ କଣ କରୁଛୁ? ସବୁ ସପ୍ତାହ ହେ ପ୍ରଭୁ ମୁଁ ପାପୀ ମତେ दया करो। पेंटिकॉस्ट तो सेटा मिसा नहीं। आसो आइए हम आराधना में जाएंगे। अरे पाप के स्वीकार करेंगे? पाप स्वीकार नहीं करेंगे, खाली आराधना में कौन पापस्त की आराधना? समस्त जानी रखी दातु आम पापर जगत अच्छु। आम कहीं कही पारे नहीं मु पाप करू नहीं बोली। साधु जोहन ताकर जीवन शेष संध्यारे लिखुंट जदि आम ठारे पाप नहीं बोली कहूँ आम मिछ कहूँ। आईब बलिया सिद्ध लोक सरल लोक परमेश्वर भयकारी कुक्रिया त्यागी लोक 42 पर्व 5-6 कहते मु बसिक धूली भस्म बस अनुताप करुच्ची। माने ख्रिस्टियान जीवन आरंभ रु शेष पर्यंत अनुताप 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 मरवा जाए परिवर्तन थोड़े नहीं, जीवन सारा परिवर्तन है। जीवन ए प्रक्रिया अटे। रिपेंटेंस वन टाइम इवेंट नुह, एटा लाइफ टाइम प्रोसेस अटे। से जीशुंकर प्रथम शिक्षा कौन थिला? मन परिवर्तन करो। प्रकाशित वाक्य मंडली को कौन कहउछंती? मन परिवर्तन। तो आमर जीवन मन परिवर्तन करि जे जाउथिबो जीशु काहे के आसुछंती? आमर फाइनल परित्राण पे आमे एठु उद्धार पाई पळेबा। से काहे के आसुछंती? माथ्यू 24 पर्व 31 पद जो देखिबा, माथ्यू 24 31 कौन लिखा जाउछि? प्रिय भाई भौणी माने बहुत सुंदर भाव से पदटी लिखा जाए। 24 रो तारो 31 पद कौन लिखा जाउछि? आउ से महातुरी ध्वनि सहित अपन दूत मान को प्रेरण करिवे। से मन आकाश एक सीमा रु अन्य सीमा पर्यंत चतुर्दिगरु ताहांकर मनोनीत लोक मान को संग्रह करिवे, एकत्र करिवे। तो द्वितीय रे कौन हबो? मनोनीत लोक मान एकत्र हेला परे महाक्लेश आसीबो। माने मनोनीत लोक जणे भी पृथ्वी रे छड़ा जीव नहीं। मनोनीत लोक जहाज रे माने नोहंकर परिवार जहाज रे प्रवेश कला परे ही जल प्लावन हबो। सदम हमरारु लोट तार परिवार को नहीं बाहरला परे। भाभी देखो तो कि दुर्भाग्यर कथा ले लोटंकर स्त्री सदम रु बाहर चती सत कथा, किंतु बाहरला बेले जो लेउटी कर देखु तो सीटे आ लेटी देखबार नहीं आदमी। उल्टी देख जो जगत को छाड़ीचु और उल्टी देखबार नहीं आमे। हमको तो मने पड़ुछ से जगत सत ना भौणी मान चर्च रे गोटे घंटा बसले आटा दुका पिटी दुका मार्केट रे जीवे सब चूड़ी दुकान सराई देबे। अरे ए माने चूड़ी दुकान सब चूड़ी दुकान माने मन को भाई भाया ओ चूड़ी दिखाओ भाया ओटा भाया ये बा कुदर भाया एटा तोर नहीं भाई ना से पिंक कलर टिके देखा भाई ना, भाई ना से ग्रे कलर टिके देखा, भाई ना से प्याज कलर टिके नेल पॉलिश देखा भाई ना, था लो था देखाउची था ये बा धमकाउती बर से ताके की भाई ना सीधा दे दाबू ने भाई ना बोनी। प्रिय भाई भौणी माने कोटर भाई ना से अंडरा मन लाल से रदी क्षेत्र होती से माने सत ना नहीं
ପଢୁଥିବେ ଏ ଆର ଭାଇ ବୋଲି ସେ ଚୁପଚାପ ହଉଛି କୁଇର ଭାଇ ସେଟା ପ୍ରିୟ ଭାଇ ଭଉଣୀ ମାନେ ମାର୍କେଟ ଗଲେ ଆଇବାକୁ ଇଚ୍ଛା ନାହିଁ ହାତ ଗୋଡ ଦୁକା ହେଇକରି ମୁଆ ଝିକି ଦେଇଥିବ ମୁଁ ମାନେ କେମିତି ହେଲେ ତାପରେ ନାଇକ ଲସି ପାଖରେ ଯାଇ ଠିଆ ହେଇ କରିବି ସେ ଲସି ଗୋଟେ ପିଇଲି ଲୋ ଏବେ ମତେ ଟିକେ କି ଅବସ୍ଥା ପ୍ରାର୍ଥନା ଗୋଟେ ଘଣ୍ଟା ବସିଲେ ବୋଲେ ତାଙ୍କୁ କଷ୍ଟ ସେଟା ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ ମାନଙ୍କୁ ଅନୁଗ୍ରହ କରନ୍ତୁ ସେ କାହିଁକି ଆସୁଛନ୍ତି ଆପଣା ମନୋନୀତ ଲୋକମାନଙ୍କୁ ସଂଗ୍ରହ କରିବା ପାଇଁ ସେ ସଂଗୃହୀତ କାହିଁକି ମୁଁ ଏଇଟା କହୁଛି ସେଦିନ ଅବ୍ରାହମ ପଚାରୁଛନ୍ତି ସଦାପ୍ରଭୁଙ୍କୁ ପ୍ରଭୁ ଆଦି ପୁସ୍ତକ ଦେଖିବେ ଆପଣ ମାନେ ଆଦି ପୁସ୍ତକ ତାର 18 ପର୍ବ ବହୁତ ସୁନ୍ଦର ପଦ ସେଇଥିପାଇଁ ରେପଚର ହେବାକୁ ପଡିବ ଆଦି ପୁସ୍ତକ 18 ପର୍ବ ତାର 23 ପଦ ଅନନ୍ତର ଅବ୍ରାହମ ନିକଟକୁ ଯାଇ କହିଲେ ଆପଣ କି ଦୁଷ୍ଟ ସହିତ ଧାର୍ମିକକୁ ସଂଘାତ କରିବେ এইটা হচ্ছে মূল কথা প্রভু যেতবে জগতକୁ দণ্ড দেবে সে দুষ্ট সহিত ধার্মিকକୁ দণ্ড দেবে নাই এ দুষ্ট আর ধার্মিক অলগা হেবা দরকার ধার্মিক এইঠু গলা পরে দুষ্ট উপরে দণ্ড আসিব তেণু প্রিয় ভাই ভଉଣୀ মানে মণ্ডলী ଯିବାକୁ পড়িব ধার্মিক মানে পৃথিবী খালি করবার ଅଛି ধার্মিক মানে আর পৃথিবীরে ধার্মিক লোক কমি কমি যাଉଛନ୍ତି কারণ অব্রাহামଙ୍କର কোন ଥିଲା যুক্তি প্রভু যদি 10 লোক থিবে দণ্ড দেবে কি নাই দণ্ড দেবা ପାଇଁ 10 গুণা হেবার ଅଛି ସେଥିପାଇଁ ଲେଖା ଯାଉଛି ଜିସାଇ ତାର 57 କୋଣ ଲେଖା ଯାଉଛି ଧାର୍ମିକ ମାନେ ଆସନ୍ତା ବିପଦରୁ ନିଆ ଯାଉଛନ୍ତି ଭଲ ଲୋକ ମାନେ ମରିଗଲେ କଣ କରୁଛୁ ଓହୋ ଦେଖ ତ ଏତେ ପ୍ରାର୍ଥନା କରୁଥିଲେ ପବିତ୍ର ଜୀବନ କାଟୁଥିଲେ ପ୍ରାର୍ଥନା ଜୀବନ କାଟୁଥିଲେ ଦଶ ମାଂସ ଦଉଥିଲେ ପ୍ରଭୁଙ୍କ ଲୋକମାନଙ୍କୁ ଆତିଥ୍ୟ କରୁଥିଲେ ସେ ମରିଗଲେ ଦେଖନି ଆମେ ମନେ ରହିଗଲୁ ତମକୁ କାହିଁକି ଛାଡ଼ିଲେ ଯଦି ଜୀବନ ବଦଳାଇବ ବୋଲି କରି ଛାଡ଼ିଲେ ଆମେ ଭାବୁଛୁ ସେ କି ସେଲେ ପାପ କରିଥିବ ପାଇଁ ପ୍ରଭୁ ତାକୁ ପାପ କରି ନାହିଁ ଧାର୍ମିକ ଥାଉ ଥାଉ ନେଇଗଲେ ଭଲ ଥାଉ ଥାଉ ନେଇଗଲେ ଏଟା ଆଗାମୀ ସବୁ ଯୋଉ ବିପତ୍ତି ଆସୁଛି ଭାବି ଦେଖ କଣ ହେବ ଏବେ ତ କରୋନା ଭ୍ୟାକ୍ସିନ ନେଇଛୁ ଆରେ ଡଗରା କିଷ୍ଟା ଲଗାଇବ କି ଜାନା ନାହିଁ ଆଖିକା ଫୁଟି ଯାଇ ଥମନା ଗୁପାଇ ଦେଲା ବୋଲେ କିଛି ନାହିଁ ଆକୁ କିଛି ବିଶ୍ୱାସ କରିବନି ବେଶୀ କଥା କହୁଛନ୍ତି ଥମନା ଗୁପାଇ ଦେବ ସବୁ ଖାଲି ଠାରା ଟୁରି କଥା ହେବାର କିଛି ଏବେ ତ ଭିତରଟା ନସିଛି ଆକୁ ବାହାର ନସବ କି ଗ୍ୟାରେଣ୍ଟି ତାକୁ ଏମାନଙ୍କୁ ଯେତିକି କହିଲେ ଡାଣ୍ଡେ ବାଟେ ବୁଲୁଛନ୍ତି ଏମିତି କରି ଗୁପାଇ ଦେଇ ଘରେ ବସାଇ ଦେଇ ବୁଲିବେ କହିପାରେ ବୁଲୁଛି ଚାରିଆଡେ କିସ୍ ପାଇଁ କି ଜାନା ନାହିଁ ଆମକୁ କହିଲେ ବାହାରେ ବୁଲିବାକୁ ଯିବ ନାହିଁ ଏଥର ଛୁଟିରେ କେହି ବିଦେଶ ଯିବ ନାହିଁ ମୁଇଁ ତମର ପାଇଁ ବୁଲି ଆଇବି ବୋଲା ପରେ ଯାଇଛି କିସ୍ କରବା ଏ ଛାଟରା ଡୋକରାକୁ ପାରି ହେବ ନାହିଁ ମୋର ପ୍ରିୟ ଭାଇ ଭଉଣୀ ମାନେ ପରିସ୍ଥିତି ଅତି ଭୟଙ୍କର ଆଗକୁ ତ ପ୍ରିୟ ଭାଇ ଭଉଣୀ ମାନେ ଦ୍ୱିତୀୟ ବିଷୟ ପ୍ରଭୁ କାହିଁକି ଆସିବେ ଏ ମହାକ୍ଲେଶ ପୂର୍ବରୁ ଆସିବେ କାହିଁକି ଖ୍ରୀଷ୍ଟାଶ୍ରିତ ସାଧୁମାନଙ୍କୁ ନେବା ପାଇଁ ଦ୍ୱିତୀୟ ବିଷୟ ମନୋନୀତ ଲୋକମାନଙ୍କୁ ସଂଗ୍ରହ କରିବା ପାଇଁ ତୃତୀୟ ବିଷୟ କଣ ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କୁ ଗୌରବ ଦେବା ପାଇଁ ଏବେ ଆମର କିଛି ଗୌରବ ନାହିଁ ହୀନସ୍ତା ହଉଛୁ ସବୁ ଜାଗାରେ ଖ୍ରୀଷ୍ଟିଆନ ବୋଲି ହୀନସ୍ତା ହଉଛୁ କଲୋସିୟ 3 ପର୍ବ 4 ପଦ ଯଦି ପଢିବେ କଲୋସିୟ 3 ପର୍ବ 4 ପଦ ପଢିଲେ ଜାଣିପାରିବେ କଣ ଯେ ଖ୍ରୀଷ୍ଟ ବିଶ୍ୱାସୀ ମାନେ ଯୀଶୁ ଆସିଲେ ଗୌରବାନ୍ୱିତ ହେବେ ଆମେ ଗାଉଛୁ ନା ନାହିଁ ଯୀଶୁ ଯେବେ ମହିମାରେ ଫେରି ଆସିବେ ଯେତେବେଳେ ସେ ମହିମାରେ ଫେରି ଆସିବେ ତାଙ୍କ ସହିତ ମୁଁ ବି ମହିମାନ୍ୱିତ ହେବି ଏଟା ରୋମିଓ 8 ପର୍ବ 17-18 ଲେଖାଯାଉଛି ରୋମିଓ 8:17-18 କଣ ଲେଖାଯାଉଛି ସେ ଯେତେବେଳେ ମହିମାନ୍ୱିତ ହେବେ ମୁଁ ବି ମହିମାନ୍ୱିତ ହେବି ତ ଏବେ ଟିକେ ଦୁଃଖ ଟିକେ ମିଳୁଛି ଦୁଃଖ ବି ସହି ଦେଇଥିବାର ଅଛି ଯୀଶୁ କାହିଁକି ଆସିଛନ୍ତି ମହାକ୍ଲେଶ ପୂର୍ବରୁ କାହିଁକି ଆସିବେ ସେ ପ୍ରତିଜ୍ଞା କରିଛନ୍ତି କଣ ସେ ଯୋଉଠି ଥିବେ ଆମେ ବି ସେଠି ଆଗା ଏବେ କିଏ କୁମଲିପୁଟ କିଏ ଦିଶାରୀଗୁଡା କିଏ କଦମଗୁଡା କିଏ କୋଟି କୋଟି ଅଛୁ ଆମେ ସତ ନା ନାହିଁ କିନ୍ତୁ ଯେତେବେଳେ ସେ ଆସିବେ ସେ ଯୋଉଠି ଥିବେ ଆମେ ମିଶା ସେଇ ପ୍ରତିଜ୍ଞା ପୁରା କରିବାକୁ ଆସୁଛନ୍ତି ଯୌନ 14 ପର୍ବ 1-2-3 ଆମେ ଦେଖୁଛୁ ମୁଁ ଯୋଉଠି ଥିବି ତୁମେ ବି ସେଠି ମୋର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି ସେଇଠି ନେବା ପାଇଁ ସେ ଆସୁଛନ୍ତି ଏଟା ଆମର ଘର ନାହିଁ ଆମେ ଯେତିକି ପଇସା ପତ୍ର କରି ଖର୍ଚ୍ଚ କରିଦେଲୁ ଏବେ ଭଲ କରି ଦେଖବାର ଯିବାକୁ ରେଡି ସତ କି ନାହିଁ ଭଉଣୀ ମାନେ କିଛି ନାହିଁ ଖାଲି କିଚେନ ରେ ଦିନ ରାତି ବସି ଥାଉଛନ୍ତି 8 ଘଣ୍ଟା କିଚେନ ଗୋଟେ ଟାଇମର ଅନ୍ କରି ରଖ କିଚେନ ରେ
ଆପଣ ଦେଖିବେ 8 ଘଣ୍ଟା ଆପଣ କିଚେନକୁ ଯିବା ଆସିବା ଉଠନ୍ତି। ଯଦି ଦିନକୁ 8 ଘଣ୍ଟା ବୋଲେ 60 ବର୍ଷ ବଞ୍ଚୁଥିଲେ କେତେ ଘଣ୍ଟା? 20 ଘଣ୍ଟା, ମାନେ 20 ବର୍ଷ। 8 ଘଣ୍ଟା ଲାଗା ଯଦି ଦିନକୁ ହେଲା ବୋଲେ 60 ବର୍ଷ ବଞ୍ଚିଲେ ବୋଲେ 20 ବର୍ଷ କିଚେନରେ। ଏବେ ମଲେ ମାନେ ଡୁମା କୋଉଠି ଆସିଛି? କିଚେନ ଯାକ ଆସିଛି। ଥାଲିକିନା ହାଲ୍ଲା ପରା, ଟେପ୍ ଖୋଲିଲା ପରା, ଲାଇଟ୍ ଲଗାଇଲା ପରା। ଏବେ ତ ସେଟା ମିଶା ହେଉନାହିଁ। ଏବେ ତ ଡୁମା ମାନେ ଆସୁ ବି ନାହାନ୍ତି। ମୁଁ ଦିନେ ବସି ଭାବୁଥିଲି ଡୁମା ମାନେ କିସ୍ ପାଇଁ ଆସୁନାହାନ୍ତି? ଆଗେ ଆସୁଥିଲେ କି ନାଇଁ, ଟିକେ ହୁକୁରୁଥିଲେ, ଚାଲିଗଲା ପରା, ଛାଇ ହେଲା ପରା, ଲାଇଟ୍ ଲଗାଇଲା ପରା, ଫ୍ୟାନ୍ ଲଗାଇଲା ପରା। ଏବେ ହେଉନାହିଁ ନିହାତି, ସତ ନା ନାହିଁ? ମୁଁ ଦିନେ ବସି ଭାବୁଥିଲି ଏ ମନାରୀ କିସ୍ ପାଇଁ ଆସୁନାହାନ୍ତି? ପରେ ଗୋଟେ କଥା ବୁଝିଲି, ଆମେ ସେମାନଙ୍କୁ ଯେମିତି ସାଦି କରି ମରାଇଛୁ କି ହୀନସ୍ତା କରି, ସେମାନେ ମରଲା ବେଳେ କସମ ଖାଇକରି ମରିଛନ୍ତି ଯେ ମରିଗଲେ ମୋର ଡୁମା ମିଶା ତୋର ଘରେ ନ ଆସେ ବୋଲି, ନା ଆସେ ବୋଲି କହି କରି ମରିଛନ୍ତି। ପାଇଁ ଡୁମା ମିଶା ଆଇବେ କି ନାଇଁ ବାନ୍ଦଲା ଘର, ପିଲାଟୁକେ ଦେଖି ଯିବି ନାତି ନାତୁଣୀ ବୋଲି। ପିଲା କାନ୍ଦାଇଛି, ବୁଆରୀ କାନ୍ଦାଇଛି, ଟୋକି କାନ୍ଦାଇଛି, ସବୁ କାନ୍ଦେ। କହିତେ କି ନାଇଁ ହେଟି ମା ଆମର ଘରେ ଆସିଥିଲା, ହେଟି ଲୋ ନାନୀ ଭାଇ ଆସିଥିଲା, ହେଟି କିଏ ଆସୁନାହାନ୍ତି କାହିଁକି? ହୀନସ୍ତା କରି ମରାଇଛୁ, କିଏ ଆସୁନାହାନ୍ତି। ଆଜି ସୁଯୋଗ ଅଛି, ଗୋଟେ କଥା ମନେ ରଖିଥାନ୍ତୁ, ଯୀଶୁ କାହିଁକି ଆସୁଛନ୍ତି? ସେ ଦେଇଥିବା ପ୍ରତିଜ୍ଞାକୁ ସଫଳ କରିବା ପାଇଁ। ସେ ଯାହା କହିଛନ୍ତି ତାହା ସେ ପୁରା କରିବେ। ସେ କାହିଁକି ଆସୁଛନ୍ତି? ଗୋଟେ ଅକ୍ଷୟ ଶରୀର ଦେବା ପାଇଁ। ଏବେ ସବୁ ଶରୀର ରୋଗ ଅଛି କି ନାହିଁ? ସବୁକୁ ରୋଗ ଅଛି, ଆଗକୁ ଆରି ରୋଗ ହବ। ଏ ଯୋଉ ମେଡିକାଲ ବନାଇଛନ୍ତି କି ନାହିଁ ତମର ସୁସ୍ଥତା ପାଇଁ ନାହିଁ, ସେମାନେ ଆରାମରେ ଥିବା ପାଇଁ। ଭଲ ଭଲ ଘରେ ଥିବେ ଆରେ ଆମକୁ ଟେମ୍ପର ଦେଖାଇବେ। ରାତି 2ଟା ବେଳେ ଯାଉ ତ ମେଡିକାଲକୁ, ନର୍ସ ମାନଙ୍କ ଟେମ୍ପର ଦେଖିବୁ। ହଁ ଆସିବି, କଣ ହେଲା ଦିଦି? ଆମେ ଡରି ମରି, ଦିଦି ସେଲେନ୍ ସରିଗଲା। ହେଲେ କଣ ହେଲା? ସରିଗଲା, ମୁଁ ଆସୁଛି ପରା। ଦିଦି ବ୍ଲଡ ଚେକଅପ୍ ଅଛି, ଦିଦି ଆସିବି କହିଲି ଯାଅ। ଆଇବି ବୋଲ ଦିଦି, ଆହୁରି ଆସିଲ କି? ଆଇବି ଯାଅ। ଦେଖନି ବୋଲେ ତାଙ୍କ ଦ୍ୱାରା ଆମେ ବଞ୍ଚିଛୁ ବୋଲିଲା ଭଲା। ଆମର ନାଁରେ ଦରମା ପାଇବେ, ଆମକେ ଟେମ୍ପର। ଡକ୍ଟରକୁ ତ ଦେଖବ ନାହିଁ। ଏବେ ଦେଖୁଥିଲି ଗୋଟେ ଭିଡିଓ, ଗୋଟେ ସେ ପୁରା ହେଣ୍ଡସ୍ ହେଇ ବସିଛି, ଆମେ ଉଦର ଛୋଟ କହୁଛୁ, କିଛି ନାହିଁ, କାମକୁ ଦେବ ନାହିଁ ସେଠି। ଆପଣ ଦେଖନ୍ତୁ ପ୍ରିୟ ଭାଇ ଭଉଣୀ ମାନେ, ଏ ଶରୀରର ରୋଗ ଅଛି। ଆଉ ସବୁଠୁ ବଡ କଥା ମୁଁ ଦେଖୁଥିଲି ଏବେ ମଝିରେ, ଯେ ଏ ମେଡିକାଲ ଭିତରେ ମନ୍ଦିର ମିଶା ଗୋଟେ ଅଛି। ଭାବି ଦେଖନ୍ତୁ, ମେଡିକାଲ ଭିତରେ ମନ୍ଦିର ଥିବ କି? ଥିବ ନାହିଁ। ମେଡିକାଲ ଦେଖାଇଥିବ ଏଠି ହର୍ନ ବଜାନ୍ତୁ ନାଇଁ, ଏଠି ନିରବରେ କଥା ହୁଅନ୍ତୁ, ମୋବାଇଲ ଫୋନ ସାଇଲେଣ୍ଟ ରଖନ୍ତୁ, ଏଟା ଲେଖା ହେଇଥିବ। ଏବେ ମନ୍ଦିର ଗୋଟେ ଅଛି, ଘଣ୍ଟା ଡଣ୍ଟ ଡଟ ବାଜୁଛି। এটা হসপিটাল কি মন্দির? তাহলে ঘটনা করে মন্দির বলি হলে কই দিও। মানে সে যে পাখে ওটি দুটি পেশেন্ট সহিত সে তলে মন্দির। যদি মন্দির বনালে চর্চ পিঠা গোটে বনাই দিও, খ্রিস্টান লোক যাবে কি নাই? হাতে কিনা খালি হিন্দু লোক তো যাবে না হসপিটালে। খ্রিস্টান তারপর চর্চ গোটে বনাই দিও, সানটা যে প্রার্থনা করবো, তারপরে সেটি আর বনাই দিও গোটে মুসলমান মান পাই। প্রিয় ভাই ভଉଣୀ ମାନେ ଭାବି ଦେଖନ୍ତୁ, ଏବେ ତାଙ୍କର ପାୱାର ଅଛି ତ କରିବେ ସବୁ। ଆଗକୁ ଦେଖ ଶରୀର ରୋଗ, ଖାଲି ହସ୍ପିଟାଲ କାହିଁକି ଏଡେ ବଡଟା ବାନ୍ଧିଛନ୍ତି? କିଛି ନାହିଁ, ଖାଲି ରେଫେର 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 ଟୁ କୋରାପୁଟ, ରେଫେର ଟୁ ବ୍ରହ୍ମପୁର, ରେଫେର ଟୁ ସବୁ ରେଫେର କରିଦେବେ। ଆମେ କିଦ୍ରାଇ ବୁଲିବୁ, କୋଉଠି ନ ହେଲା ପରେ ପ୍ରଭୁ ସବୁ ତ ବୁଲାଇଲୁ ରାଜା, ତମେ ଧେରି ଯାଅ ବୋଲି ପ୍ରାର୍ଥନା କରିବା ଛଡା କିଛି। ଲାଷ୍ଟ ପ୍ରାର୍ଥନା କଣ? ସବୁ ତ ବୁଲାଇବୁ, ଲାଷ୍ଟ କଣ? এটা হচ্ছে ରୋଗର ଶରୀର। ପ୍ରଭୁ ଯୀଶୁ ଯେବେ ଆସିବେ ଏ ରୋଗର ଶରୀର ରକ୍ଷା ପାଇଯିବ। ଇଚ୍ଛା କରୁଛନ୍ତି କି? ଏବେ ଯେତିକି ଔଷଧ ଖାଇଲେ ମିଶା କାମ ଦଉନାହିଁ, କାରଣ ତ ସବୁ ତ ଡୁପ୍ଲିକେଟଟା। ସେ ଆଡୁ ଡୋକରା ଡାବୁ ନେଇଯାଇଛି, ତମେ ଯୋଉଟା ବିକିଲେ ବିକ, ମକେ ଡାବୁ ଦିଅ ବୋଲି। ସତ ନା ନାହିଁ? ଏବାଟେ ଆମରଟା ମାନେ ଗୋମାତା ବୋଲି ବୁଲୁଛନ୍ତି, ସେପଟେ ଗାଈ ମାଉସ ବିକୁଛନ୍ତି ସେମାନେ। ଆମେ ମାଡ଼ ଖାଇ ମରବାରି। ସେମାନେ ବିକିଲେ କଣ କର? ନାଇଁ ନାଇଁ ନାଇଁ, ଏଟା ଗୋମାତା ନାଇଁ, ଏଟା ମିଥୁନ। କିଟା ଗୋଟେ ମିଥୁନ। ତାପରେ କେତେ ଅମିତାଭ ବଚ୍ଚନ ବାହାରିବ, ତାପରେ ଶକ୍ତି ପାବ, ତାପରେ ଧର୍ମେନ୍ଦ୍ର, ତାପରେ ହେମା ମାଲିନୀ ମିଶା ବାହାରିପାରେ। ଭାଇ ଭଉଣୀ ମାନେ କି ଅବସ୍ଥା ଦେଶର। ଗାଈ ତ ଗାଈ, ମିଥୁନ କୋଠୁ ବାହାରିଲା? ଏଟା ମିଥୁନ ଘଟେ। ଆଗକୁ ଦେଖ ଆମେ ହଣା କଠାଇ ମରବା ଛଡା କିଛି ନାହିଁ। ରୋଗର ବଢି ବଢି ଚାଲିବ ରୋଗ। ଆଗ ଡକ୍ଟର ମାନେ କମ ଔଷଧ କାହିଁକି ଲେଖୁଥିଲେ? କମ ରୋଗ ଥିଲା। এবার ডাক্তার মানে রোগ চিনি পারনাহাନ୍ତି, লেখ রে লেখ, এডসনাল পেপর লেখলা পরা
प्रिय भाई भौणी मैंने प्रभु हमको अनुग्रह करंतु जो डॉक्टर को बुझु नहीं से बेसी औषध लेके बसे जानबो जदि 10टा 1 2 3 4 5 देखला जानबो जे आके मुंडे मसला नहीं डाबू दी पाठ पड़ी थी बसी भल डॉक्टर अल्प औषध लगभग समान खाइले काम कर एबे जेतकी औषध खाइले भी काम करू नहीं करूची के आपन को ज्वर जदि हेले 10टा पैरासिटामोल खाइले भी ज्वर छाड़ू नहीं ज्वर बाटे ज्वर औष बाटे औष जदि झाड़ा हेबो बोले सबू औष सरी जाउची ढाल दिन जीवाटा सरू नहीं ता माने कोन डुप्लिकेट चली तो प्रिय भाई भौणी माने जीशु कहीं आसुचंती से आसिले एई क्षय शरीर अक्षयता रूप वस्त्र परिधान करिवो एटा लिखा जाउची प्रथम कोरिन्थियो तार 15 पर्व 52 पदर कौन लिखा जाउची ए क्षय शरीर अक्षयता रूप वस्त्र धारण करिवो सेटा पई जीशु आसुचंती जीशु आसिले कौन हबो फिलिपियो 3 पर्व 21 पद अनुसार कौन हेबा पई जाउची जीशु आसिले ए छार शरीर गौरवमय शरीर युक्त हबो एटा छार शरीर की छार छार बोले तो छार आरी ए शरीर कौन अछि आमे भाबुचु भल ओष खाऊ ना भल ना बोली तुम जू ओष खाइले भी भल हेबार नहीं रोग तो बढ़ी चली खुशी रे खाइबा कथा आउ किछि नहीं देखु डायबिटीज वाला प्रतिदिन खाइबे प्रति मास खाइबे वर्ष जाए वर्ष खाइबे कहीं कंट्रोल हो नहीं कंट्रोल नहीं ओष खाऊ रोग बढ़ी चलती किडनी भल हेबाटा नहीं हार्ट भल हो नहीं ए दुका सुका चली सब बाटे खाली ओष खा रे खा आमे से औषध डॉक्टर भरोसा नहीं देले खाइबार चुपचाप होइथिबा प्रभु जेबे आइबे जीवार अछि ए शरीर तेबे मुक्ति पाइबो जीशु जेबे आसीबे तेनु आपण सेइटार प्रस्तुत था म आपण कहउतली पंचम विषय जीशु काहे के आसीबे प्रथम विषय होची जे ख्रिस्ताश्रित मान को परित्राण को पूरा करिबा पई द्वितीय विषय मनोनीत लोक मान को संग्रह करिबा पई तृतीय विषय कोन करिबा पई जे ख्रिस्ट विश्वासी मान को गौरव देबा पई चतुर्थ विषय से देथिबा प्रतिज्ञा को पूरा करिबा पई पंचम विषय ए क्षय शरीर को अक्षयता रूप वस्त्र देबा पई एबे रोग अछि का को रोग नै मके अछि तुमको अछि एबे जमा रोग छाडाउ छथि कि नै तांको दिन रोग हबो सर इटी ट्रीटमेंट है मैंने कुछ जीवे विशाखापट्टनम हैदराबाद जे ट्रीटमेंट कुआड़े जाओ नहीं मिनिस्ट्री पे जा रहा हूँ मिनिस्ट्री के लिए हैदराबाद जा रहा हूँ मिनिस्ट्री के लिए जा रहा हूँ मिनिस्ट्री नहीं ट्रीटमेंट के लिए जा रहा है ट्रीटमेंट होकर आसेगा तापर आदि कहब आदि रोग छाड़े से प्रचारक हूँ कि विश्वासी हूँ सब शरीर रोग होगा जीशु कहते पूरा मुझे पीड़ित थी बोली माने कौन जीशु पीड़ित नथिले विश्वासी माने पीड़ित थे असुस्थ थे रोग चली रोगर शरीर क्षय पाइबा शरीर एवं आखि दिशुची काली आखि दिशब ना काने शुणब ना बुढ़ा बुढ़ी हेल्ले कौन हो आखि दिशुना कौन पाई न देखले भल भल बाटा से घरे जतके हूँ देखवा दरकार नहीं न शुणबाटा आदि भल ए बुआरी गोटे कहू पिला गोटे कहू टेंशन हुआ नहीं प्रस्तुत ही था प्रभु आसले जीवा तुरी बाजिले ही गला कथा जीशु कहीं आसचंती से महाक्लेश पूर्व आसुँगी पुणी चाहे जगत रे महाक्लेश आसवा पूर्व प्रथम थेसलोनिके द्वितीय थेसलोनिके 1 पर्व 7 पद देखले जानी पारिबे प्रथम कथा जीशु केबे आसीबे महाक्लेश पूर्व आसीबे द्वितीय थेसलोनिके 1 पर्व 7 पद आ मु कहूतली मंडली जो प्रतिज्ञा करिसेंती प्रकाशित वाक्य 3 पर्व 10 पद प्रथम थेसलोनिके 5 पर्व 9 पद अनुसार महाक्लेश पूर्व आसीबे जीशु कहीं आसीबे से भंड ख्रीष्ट को आसवा द्वार खोली देवा एबे पूरा पृथ्वी भंड ख्रीष्टर आगमन प्रस्तुत हो जाइए पूरा पृथ्वी भंड ख्रीष्टर आगमन पूरा पृथ्वी प्रस्तुत अच्छी खाली मंडली अच्छी आसी पारु नहीं मंडली जेबे जीव भंड ख्रीष्ट आसो यारे मंडली जाऊ सिवारे से आसुथिबो तेणु आपण थिबा चिंता न था थिबे बलका समस्या अच्छी बंची पारबे नहीं बंची पारे ना जगत रे बंचीबाटा कष्ट हो तार चिन्ह जदि ग्रहण करेंगे नाई किछि मिलबो नहीं चिन्ह जदि ग्रहण कले प्रभु क्रोधर शिकार हेबे से बाध्य करिवो किना बिका करि पारबे ना चिन्ह ग्रहण करिवो आ जे माने चिन्ह ग्रहण करिथिबे तार अवस्था आउरी शोचनीय हबो शोचनीय हबो तेणु आपण मान कहिबा पई चाहे भंड ख्रीष्टर आगमन पई अनुमति देबा पई कहते द्वितीय थेसलोनिके 2 पर्व 7 पदरे जे बाधा दौथिबा व्यक्ति जीवार अछि प्रकाशित वाक्य 4 पर्व 1 पद हमको गोटे विषय बुझाउछि
ଯେ ସେ ତୁରି ଶବ୍ଦ ହେଉଛି ଜଣକର ସ୍ୱର, ସେଟା ହେଉଛି ଯୀଶୁଙ୍କର ସ୍ୱର। ସେ ସ୍ୱର କେମିତି ଥିବ? ତୁରି ଶବ୍ଦ ପରି ଥିବ। କେମିତି କହିବ ସେଟା? ଏଠାକୁ ଉଠି ଆସ, ଏହା ପରେ ଯାହା ଅବଶ୍ୟ ଘଟିବ ତାହା ଆମେ ତୁମକୁ ଦେଖାଇବା। ଯୀଶୁ କଣ ବୋଲି କହୁଛନ୍ତି? ଜଣକୁ ଏଠାକୁ ଉଠି ଆସ, ତୁରି ଶବ୍ଦ ପରି ସ୍ୱର। ସେ ସ୍ୱର କେଉଁମାନେ ଶୁଣିପାରିବେ? ଜଣେ ପ୍ରଭୁଙ୍କ ଠାରେ ଥାଇ ବଞ୍ଚୁଛନ୍ତି, ପ୍ରଭୁଙ୍କ ଠାରେ ଥାଇ ମରିଛନ୍ତି। 1000 ବର୍ଷ ଆଗରୁ ମରିଥିଲେ ମଧ୍ୟ ତୁରି ବାଜିଲେ ଉଠବାଟା ଉଠିବ। କାହିଁକି? ସେ ଯୀଶୁଙ୍କର କଥା ଶୁଣି ଶୁଣି ମରିଛି ସେ। ପ୍ରିୟ ଭାଇ ଭଉଣୀ ମାନେ, ଆଗାମୀ ସମୟ ଭୟଙ୍କର ସମୟ। ସୁଯୋଗ ଅଛି, ସଦ୍ବ୍ୟବହାର କରନ୍ତୁ। କାଳ ମନ୍ଦ ଅଟେ, କାଳ ମନ୍ଦ ଅଟେ। ଆଗକୁ ଭଲ ସମୟ କିଛି ନଥିବ, ଆଉ ଭଲ ସମୟ ଅପେକ୍ଷା କରିପାରିବେ ନାହିଁ। ଯେତେବେଳେ ଚୋର, ଚଣ୍ଡାଳ, ବଦମାସ, ଡକାୟତ ମାନେ ଦେଶକୁ ଶାସନ କରିବେ, ଦେଶ ଭଲ ଥିବ କି? ଅଧାରୁ ଅଧିକ କ୍ରିମିନାଲ ଅଛନ୍ତି ସେଠି। ମାନେ ଏମିତି ଯେ 4ଟା କେସ୍ ନଥିଲେ ମନ୍ତ୍ରୀ ହେଇପାରିବ ନାହିଁ। କେସ୍ ଦରକାର ଅଛି। ଚରିତ୍ର ଭଲ ନାହିଁ, ଦୁରାଚାରୀ ମାନେ, ଭ୍ରଷ୍ଟ ମାନେ, ଏମାନେ ପୃଥିବୀକୁ ଚଲାଇବେ। ତାମାନେ କହିବା ପାଇଁ ଗଲେ ଏ ପୃଥିବୀ ଭଣ୍ଡ ଖ୍ରୀଷ୍ଟର ହାତକୁ ଯାଇ ସାରିଲାଣି, ଖାଲି ମୂଲ୍ୟାଘାତର ହାତରେ ନାହିଁ। କାରଣ ବାଇବଲ କଣ କହୁଛି? ଯେ ସମୁଦାୟ ପୃଥିବୀ ପାପାତ୍ମାର ଅଧୀନରେ ଅଛି। ପ୍ରଥମ ଯୋହନ 5:19 ଆମେ ଦେଖୁଛୁ, ଏ ସମୁଦାୟ ଜଗତ ପାପାତ୍ମାର ଅଧୀନରେ ଅଛି, ମଣ୍ଡଳୀ ଆକା ତାର ଅଧୀନରେ ନାହିଁ। ଏ ମଣ୍ଡଳୀ ଯେବେ ଯିବ, ଏ ଶୈତାନ ପୁରା ପୃଥିବୀକୁ ତାର ଅଧୀନତାକୁ ନେବ। ତେଣୁ ଆପଣ ମାନଙ୍କୁ କହିବା ପାଇଁ ଚାହେଁ, ଯଦି ଜୀବନରେ ପାପ ଅଛି, ବଡ଼ ପାପ ମନ୍ତ ଛାଡ଼ିଦେଲୁ, ସାନ ସାନ ପାପ ହେଲା, ହାତୀ ପରା ପାପକୁ ଛାଡ଼ିଦେଲୁ। ଏବେ କେଡ଼େ ବଡ଼ ପାପ ଅଛି? କାହାର କାହାର ଜୀବନରେ ମୂଷା ଏଡ଼ିକିଟା ପାପ ଅଛି। ଆରେ କାହାର କାହାର ଜୀବନ ତାଠୁ ସାନ ପାପ ଢେକୁନ ଏଡ଼ିକିଟା ପାପ। କେଡ଼େ ପାପ? ଢେକୁନ। ଢେକୁନ ବୋଲେ କାବାହି ଦେଖୁଛନ୍ତି। ଓଡ଼ିଶାକୁ ଆମର ଭାଷାରେ କଣ ବୋଲିବେ? ଢେକୁନ ବୋଲିବେ। ମାନେ ବଡ଼ ବଡ଼ ପାପ ଛାଡ଼ିଦେଲୁଣି, ସାନ ସାନ ପାପକୁ ଆମେ ଧରିଛୁ। ଆଜି ସୁଯୋଗ ଅଛି ସମସ୍ତଙ୍କୁ ପ୍ରାର୍ଥନା କରିବା।